ନୂଆ ରାସନ କାର୍ଡ଼ ଆପ୍ଲାଏ କରୁଥିଲେ ଆପଣମାନଙ୍କୁ ନୂଆ ନିୟମ ଆସିଛି। ତ ନୂଆ ନିୟମଟି କ'ଣ ମୁଁ ଆପଣମାନଙ୍କୁ କହିବି। ନୂଆ ରାସନ କାର୍ଡ଼ ଏବେ ଯେଉଁମାନେ ଆପ୍ଲାଏ କରୁଛନ୍ତି ସେମାନଙ୍କୁ 15 ଦିନରେ କେମିତି ମିଳିପାରିବ ନୂଆ ରାସନ କାର୍ଡ଼ ଖଣ୍ଡେ। ଯେଉଁମାନେ ଦୀର୍ଘ ଦିନ ହେଲାଣି ଆପ୍ଲାଏ କରିଥିଲେ ସେମାନଙ୍କୁ ମିଳିବ କି ନାହିଁ, ତ କ'ଣ ରହିଛି ମାର୍ଚ୍ଚ ମାସ ଶେଷ ସୁଦ୍ଧା ଆପଣମାନଙ୍କୁ ରାସନ କାର୍ଡ଼ ମିଳିଯିବ। ତ ପୁରା ଅପଡ଼େଟ୍ ମୁଁ ଆପଣମାନଙ୍କୁ ବତେଇବି। ତା ସହିତ ଅନଲାଇନ୍ ମଧ୍ୟ ମୁଁ ଆପଣମାନଙ୍କୁ ଅପଡ଼େଟ୍ ଦେଇଦେବି। ତ କେମିତି ଅନଲାଇନ୍ କରିବେ, ସହଜରେ ଅନଲାଇନ୍ କରିପାରିବେ, ତ ଆପଣମାନଙ୍କୁ ମୁଁ ବତାଇଦେବି। ତ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚିତ ଭାବରେ ବୁଝିପାରିବେ। ଯେଉଁମାନେ ଚ୍ୟାନେଲକୁ ନୂଆ ଆସନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଲାଟେଷ୍ଟ ଅପଡ଼େଟ୍ ଦେଖିବା ପାଇଁ। ଯଦି ରାସନ କାର୍ଡ଼ ଦରକାର ତେବେ ଭିଡ଼ିଓଟି ଆପଣମାନଙ୍କ ପାଇଁ ଦେଖନ୍ତୁ, କାରଣ ଯାହା ବି ଅପଡ଼େଟ୍ ଦିଏ ସଠିକ୍ ଅପଡ଼େଟ୍ ପଣ୍ଡାକେ ଭିଡ଼ିଓରୁ ଆପଣମାନଙ୍କୁ ସବୁବେଳେ ପ୍ରୋଭାଇଡ଼ କରିଥାଏ। ତେବେ ଚାଲନ୍ତୁ, ଯେଉଁମାନଙ୍କର ବିଶ୍ୱାସ ଅଛି ପଣ୍ଡାକେ ଭିଡ଼ିଓ ଉପରେ ତ ଭିଡ଼ିଓ ଦେଖନ୍ତୁ। ଏଠି ଆପଣମାନେ ଡାଇରେକ୍ଟ ଗୁଗଲ୍ ଉପରେ ଗୁଗଲ୍କୁ ପଳେଇ ଆସିବେ। ଗୁଗଲ୍ ଉପରେ ଆସିଲା ପରେ ତ ଆପଣମାନଙ୍କୁ ଫୁଡ୍ ଓଡ଼ିଶା ସର୍ଚ୍ଚ କରିଦେଲେ ତ ପ୍ରଥମ ଅପସନ୍ରେ ଆପଣମାନେ କ୍ଲିକ୍ କରିକି ତ ଏଠି ଦେଖନ୍ତୁ SFSS ରହିଛି, NFSA ରହିଛି। ତ ଦେଖନ୍ତୁ ଏଠି ଯେଉଁ SFSS ରହିଛି ଆପ୍ଲାଏ ନ୍ୟୁ କାର୍ଡ଼ ରହିଛି, ଆଡ଼ିସନାଲ୍ ଅଫ୍ ମେମ୍ବର ରହିଛି, ତାପରେ ଡିଲେଟ୍ ମେମ୍ବର ରହିଛି, ଡାଉନଲୋଡ଼ ରାସନ କାର୍ଡ଼ ରହିଛି, ଟ୍ରାନ୍ସଫର ଫ୍ୟାମିଲି ରହିଛି ଆଉ ଟ୍ରାନ୍ସଫର ମେମ୍ବର ରହିଛି। ତ ଦେଖନ୍ତୁ ଏଇ ଯେଉଁ 6ଟି ଅପସନ୍ ଦେଇଛି, ତ ଆମକୁ ଗୋଟେ ନୂଆ ଆପଣ ନୂଆ ରାସନ କାର୍ଡ଼ ପାଇଁ ଆପ୍ଲାଏ ଦରକାର। ଦେଖନ୍ତୁ ଏଇ ଯେଉଁ ଆପ୍ଲାଏ ନ୍ୟୁ କାର୍ଡ଼ ଉପରେ ଆପଣମାନେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଅନେକ ଭିଡ଼ିଓ ମଧ୍ୟ ଆସିସାରିଛି, ମୁଁ ଆପଣମାନଙ୍କୁ କହିଦେଉଛି। ତା ପୂର୍ବରୁ ପଣ୍ଡାକେ ଭିଡ଼ିଓ ସବୁବେଳେ ସ୍ୱତନ୍ତ୍ର ନିଆରା ଏକ ଭିଡ଼ିଓ ମୁଁ ଆଣେ, ଯେଉଁଟାକି ଆପଣମାନଙ୍କ ପାଇଁ ସହଜ ହେବ। ତ ଦେଖନ୍ତୁ ভিডিওটি স্কিপ করন্তু নাই। তো দেখন্তু আমার আসিগলা আপ্লাই ফর নিউ রাসন কার্ড অন্ডর SFSS। তো বুঝিপারছেন কি নাই। তো দেখন্তু তলু তলু সবু আসিলা, মু আপন মানকু বতাইদেবি। তো দেখন্তু আগুরু গোটে সরকার যে ଥିଲେ তো সেতবে আপন মানে আমি মু ট্রাଏ କରିଥିଲି, ହେଇନଥିଲା। কিন্তু যেতବେଳେ বিজেপি সরকার আসিলা আমি পাইছু, অনেক হিতাধিকারী পাইଛନ୍ତି ରାସନ କାର୍ଡ଼ ଡିସେମ୍ବରରେ। ତ ବୁଝିପାରୁଛନ୍ତି କି ନାହିଁ। ତ ବାକି ଯେଉଁମାନଙ୍କର ରାସନ କାର୍ଡ଼ ଅଛି ତ ସେମାନେ ଆପ୍ଲାଏ କରିନାହାନ୍ତି ବା ରାସନ କାର୍ଡ଼ ନାହିଁ ସେମାନେ ଆପ୍ଲାଏ କରିନାହାନ୍ତି। ମୁଁ ଆପଣମାନଙ୍କୁ କହି ରଖୁଛି। ତ ଯେଉଁମାନଙ୍କର ରାସନ କାର୍ଡ଼ ନାହିଁ, ଯଦି ନୂଆ ଆପ୍ଲାଏ କରୁଛନ୍ତି ତ ଡକୁମେଣ୍ଟ ମଧ୍ୟ ନିଶ୍ଚିତ ଭାବରେ ଆପଣମାନଙ୍କୁ ଦରକାର। ଦେଖନ୍ତୁ ଡକୁମେଣ୍ଟ ହେଲା ଆପଣମାନଙ୍କର ଆଧାର କାର୍ଡ଼ ଥିବା ଦରକାର, ଆଧାର କାର୍ଡ଼କୁ ପୁରା ଠିକ୍ଠାକ୍ କରିଥିବା ଦରକାର। ଆଧାର କାର୍ଡ଼ରେ ଯେଉଁ ନାଁ ଏକାଉଣ୍ଟରେ ଯେଉଁ ଏକାଉଣ୍ଟଟି ଦେବେ ସେଇ ଏକାଉଣ୍ଟରେ ସେଇ ନାଁଟି ଥିବା ଦରକାର, ଆଉ ପାସପୋର୍ଟ ସାଇଜ୍ ଗୋଟେ ଫଟୋ ଦରକାର। କାରଣ ଆଧାର କାର୍ଡ଼ ମାରିଦେଲେ ଆପଣମାନଙ୍କର ଇନକମ୍ କ'ଣ ରହିଛି ଘରର ସବୁକିଛି ଡିଟେଲ୍ସ ପଳେଇ ଆସୁଛି, ଯେମିତି ସୁଭଦ୍ରା ଯୋଜନାରେ ପଳେଇ ଆସିଲା। ତ ବୁଝିପାରୁଛନ୍ତି କି ନାହିଁ। ଆପଣ ସେଇ ଆଧାର କାର୍ଡ଼ ନମ୍ବର ହିଁ ଯଥେଷ୍ଟ। ତ ଆପଣମାନଙ୍କୁ ଆଉ ଗୋଟେ କ'ଣ ଡକୁମେଣ୍ଟ ଦରକାର, ଯେଉଁମାନେ ଆଗରୁ ଆପ୍ଲାଏ କରିଥିଲେ ମୁଁ ଆପଣମାନଙ୍କୁ କହିଥିଲି। ଦେଖନ୍ତୁ ଏଠି ଆମର ଆସିଗଲା, ତାପରେ ମୁଁ ଆପଣମାନଙ୍କୁ ସବୁକିଛି ଅପଡ଼େଟ୍ ବତେଇଦେବି। ଆପଣ ନୂଆ ଆପ୍ଲାଏ ପାଇଁ ପ୍ରୋସେସ୍ ଜାଣନ୍ତୁ ଆପଣମାନେ କେମିତି କରିବେ। ତ ଏଇଠି ଡିଷ୍ଟ୍ରିକ୍ଟ ନେମ୍ ଦେଇଦେବେ, ବ୍ଲକ ଦେଇଦେବେ। ଦେଖନ୍ତୁ GP ୱାର୍ଡ଼ ସିଲେକ୍ଟ GP ୱାର୍ଡ଼ ରହିଲା। ତ ଆପଣମାନଙ୍କ ସବୁ ଅପସନ୍ରେ ଆପଣମାନେ ସବୁକିଛି ଶୋ କରିଯିବ। ଭିଲେଜ୍ ଏରିଆ ସିଲେକ୍ଟ ଭିଲେଜ୍ ଏରିଆ ଆସିଯିବ, ପ୍ଲଟ୍ ନମ୍ବର ଆସିଯିବ, ପିନ୍କୋଡ଼୍ ଆସିବ। ବେନିଫିସିଆରୀ ଡିଟେଲ୍ସ ଆପଣମାନଙ୍କର ନାଁ ମଧ୍ୟ ଦେଇଦେବେ। ମନେ ରଖନ୍ତୁ এই যে বেনিফিସିଆରୀ ডিটেଲ୍ସ ରହିଛି ତ ଆପଣମାନେ ନାଁ ଦେଇଦେବେ। ତ ଦେଲା ପରେ ଆପଣମାନେ ଏଠି ଅଦର ଇନଫର୍ମେସନ୍ ଆପଣମାନଙ୍କର ରହିଛି ବ୍ୟାଙ୍କ ନେମ୍, IFC କୋଡ଼, ଏସି ଆକାଉଣ୍ଟ ବା ହୋଲ୍ଡର ଏସି ହୋଲ୍ଡର ନେମ୍ ବା ଆକାଉଣ୍ଟ ହୋଲ୍ଡର ନାମ ରହିଛି। ତାପରେ ଆମେ ସବୁ କରିସାରିଲା ପରେ ସେଭ୍ ଉପରେ କ୍ଲିକ୍ କରିଲେ ଆପଣମାନଙ୍କର ଫାଇଲ୍ଟି ଅପଲୋଡ଼ ବା ସବମିଟ୍ ହେଇଯିବ। ତ ଆମେ ରାସନ କାର୍ଡ଼ଟା ଆପ୍ଲାଏ କରିଦେଲେ। ତ ବୁଝିପାରୁଛନ୍ତି କି ନାହିଁ। କାରଣ ଆପ୍ଲାଏ ଭିଡ଼ିଓ ଅନେକ ଅଛି, ମୁଁ ଆପଣମାନଙ୍କୁ ଟାଇମ୍ ବରବାଦ କରୁନି, କାରଣ ସବୁବେଳେ ଆପଣମାନଙ୍କ ପାଇଁ ସଠିକ୍ ଅପଡ଼େଟ୍ ଦିଏ। ତ ଦେଖନ୍ତୁ ଅନେକ କ'ଣ କରୁଛନ୍ତି ମୋବାଇଲରେ ଆପ୍ଲାଏ କରୁଛନ୍ତି। ମୋବାଇଲରେ ଆପ୍ଲାଏ କଲେ ଆପଣମାନଙ୍କର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ମୁଁ ବାରମ୍ବାର ସବୁବେଳେ କହିଛି, ଯେଉଁ ଜିନିଷଟା ସମ୍ଭବ ନୁହେଁ ସେ ଜିନିଷ ଉପରେ ଆପଣମାନେ କେବେ ବି କରନ୍ତୁନି। କାରଣ ଜନସେବା କେନ୍ଦ୍ର ଯିବେ 50 ଟଙ୍କା କି 100 ଟଙ୍କା 50 ଟଙ୍କା ଯିବ, ତ କିଛି ଅସୁବିଧା ନାହିଁ, ଆପଣମାନଙ୍କର ଆରାମସେ ହେଇଯିବ। ସେମାନେ ସେଠି ଭୁଲ ହେବନି, ଆପଣମାନେ ଯାହା ରିପୋର୍ଟ ଦେବେ ସବୁ ଠିକ୍ଠାକ୍ ହେବ। ଯଦି କିଛି ଭୁଲ ବସତ ହୁଏ ସେମାନେ ଏଡ଼ିଟ୍ କରିଦେବେ ଏଡ଼ିଟ୍ ଅପସନ୍ରେ, କାରଣ ସେମାନେ ପଇସା ଖର୍ଚ୍ଚ କରି ଗୋଟେ କୋଡ଼୍ ଆଣୁଛନ୍ତି ଯେଉଁଟାକି CSC ID କୁହାଯାଏ। ତ ଆପଣମାନେ ବୁଝିପାରୁଛନ୍ତି କି ନାହିଁ। ତ ଆପଣମାନେ ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍ ଆଉ ପାସପୋର୍ଟ ସାଇଜ୍ ଫଟୋ ନେଇଯାଇଥିବେ, ମୋବାଇଲ ନମ୍ବର ମଧ୍ୟ ଆପଣମାନଙ୍କ ପାଖରେ ଥିବ, ଯେମିତି OTPଟି ଆପଣମାନେ ଦେଇପାରୁଥିବେ। ବୁଝିପାରୁଛନ୍ତି କି ନାହିଁ। ତ ହେଲା, ତାପରେ ଆମେ ଜାଣିଲା। ତ ଦେଖନ୍ତୁ ଆଗରୁ ମଧ୍ୟ ଅନେକ ଆପ୍ଲାଏ କରିଥିଲେ, ତ ସେମାନଙ୍କୁ ତ ଆପଣମାନେ ସମସ୍ତେ ଜାଣିଛନ୍ତି ଆଗରୁ ମଧ୍ୟ ଅନେକ ରାସନ କାର୍ଡ଼ ପାଇଁ ଆପ୍ଲାଏ କରିଥିଲେ, ସେମାନଙ୍କର ଏପର୍ଯ୍ୟନ୍ତ ରାସନ କାର୍ଡ଼ ହେଇପାରୁନି। କିଛି ହିତାଧିକାରୀ ମିଳିଲା, କେମିତି ମିଳିଲା ନା ସେମାନଙ୍କ ପାଖରେ ଗୋଟେ କ'ଣ ଥିଲା, ମୁଁ ଆପଣମାନଙ୍କୁ ବର୍ତ୍ତମାନ କହିଦେଉଛି। ତ ଦେଖନ୍ତୁ ସେମାନଙ୍କ ପାଖରେ ଗୋଟେ କ'ଣ ଥିଲା ନା ଇ-ଶ୍ରମ କାର୍ଡ଼ ଥିଲା। ତ ଦେଖନ୍ତୁ ଯେଉଁମାନେ ଡିସେମ୍ବରରେ ପାଇଛନ୍ତି ସେମାନଙ୍କ ପାଖରେ ଗୋଟେ ଇ-ଶ୍ରମ କାର୍ଡ଼ ଥିଲା। ଯେଉଁମାନଙ୍କ ପାଖରେ ଇ-ଶ୍ରମ କାର୍ଡ଼ ଥିଲା ତ ସେମାନଙ୍କୁ
ରାସନ କାର୍ଡ଼ ଖଣ୍ଡେ ମିଳିଯାଇଛି। ଯେଉଁମାନେ ଆପ୍ଲାଏ କରିଥିଲେ ମଧ୍ୟ ତାଙ୍କୁ ମିଳିଛି, ଯେଉଁମାନେ ପଛରେ ମଧ୍ୟ ତାଙ୍କର ସରପଞ୍ଚ ସହିତ ଯୋଗାଯୋଗ କରି ମଧ୍ୟ ସେମାନେ ଆପ୍ଲାଏ କରିଥିଲେ ସେମାନଙ୍କୁ ମଧ୍ୟ ମିଳିଛି। ମନେ ରଖନ୍ତୁ, ଇ ଶ୍ରମ କାର୍ଡ଼ ଦ୍ୱାରା ଯେଉଁମାନେ ଆଗରୁ ଯେତେବେଳେ କରୋନା ସମୟ ଆସିଲା ତ ସେତେବେଳେ ଇ ଶ୍ରମ କାର୍ଡ଼ ଆପଣମାନଙ୍କ ପାଖରେ ଥିଲା। ଇ ଶ୍ରମ କାର୍ଡ଼ ଦ୍ୱାରା ଅନେକ ବେନିଫିଟ୍ ମଧ୍ୟ ମିଳୁଛି, ତ ବାହାର ଷ୍ଟେଟ୍ରେ ମିଳୁଛି, ସେଥିପାଇଁ ଓଡ଼ିଶାରେ ମଧ୍ୟ ଲାଗୁ ଧୀରେ ଧୀରେ ହେବ। ଇ ଶ୍ରମ କାର୍ଡ଼ ଉପରେ ମୁଁ ନୂଆ ଅପଡ଼େଟ୍ ଆପଣମାନଙ୍କ ପାଇଁ ସେପାରେଟ୍ ଭିଡ଼ିଓରେ ନେଇ ଆସିବି। ତ ମନେ ରଖନ୍ତୁ, ଯେଉଁମାନଙ୍କ ପାଖରେ ଏବେ ଯେଉଁମାନେ ନୂଆ ଆପ୍ଲାଏ କରୁଛନ୍ତି ତ ସେମାନେ କ'ଣ କରିବେ ମୁଁ ଆପଣମାନଙ୍କୁ କହି ରଖୁଛି। ସେମାନେ ଦେଖନ୍ତୁ, ଏଇଠି ଆପଣମାନଙ୍କର ଇ ଶ୍ରମ କାର୍ଡ଼ଟେ ଥିବା ନିହାତି ଦରକାର। ଯେଉଁମାନଙ୍କ ପାଖରେ ଇ ଶ୍ରମ କାର୍ଡ଼ଟେ ରହୁଛି ତ ସେମାନେ ଜଣେ ଗରିବ ଶ୍ରେଣୀର ବା ବାହାରେ ଯାଇକି ସେମାନେ କାମ କରୁଛନ୍ତି, ସେମାନେ ଯାହାକୁ କହିବାକୁ ଗଲେ ସେମାନେ କାମ କରୁଛନ୍ତି ବୋଲି ସେମାନଙ୍କୁ ଗୋଟେ ଇ ଶ୍ରମ କାର୍ଡ଼ ଦିଆଯାଉଛି। କାରଣ ଆପଣମାନେ କ'ଣ କାମ କରୁଛନ୍ତି ସେଥିରେ ଅପଡ଼େଟ୍ ଦିଆଯାଉଛି, ଯେଉଁ ଅପଡ଼େଟ୍ ଦ୍ୱାରା କି ଆପଣମାନଙ୍କ ରାସନ କାର୍ଡ଼ ଖଣ୍ଡେ ମିଳିବ। ରାସନ କାର୍ଡ଼ କାହାକୁ ମିଳିବ ନା ଗରିବ ଲୋକମାନଙ୍କୁ ହିଁ ରାସନ କାର୍ଡ଼ ମିଳିବ। ତ ବୁଝିପାରୁଛନ୍ତି କି ନାହିଁ, ଇ ଶ୍ରମ କାର୍ଡ଼ ଖଣ୍ଡେ ଥିବା ଦରକାର। ତାପରେ ମୁଁ ଆପଣମାନଙ୍କୁ କହିଦେବି ଇ ଶ୍ରମ କାର୍ଡ଼ ଯେଉଁମାନଙ୍କର ନାହିଁ ସେମାନଙ୍କୁ ମଧ୍ୟ ମିଳିବ କି ନାହିଁ। ଚାଲନ୍ତୁ ମୁଁ ଆମର ଫୁଡ୍ ଓଡ଼ିଶା ପୋର୍ଟାଲକୁ ନେଇଯାଉଛି। ତ ଦେଖନ୍ତୁ, ଯେଉଁମାନେ ଆମେ ନୂଆ ଆପ୍ଲାଏ କାର୍ଡ଼ କରିବା ସେମାନଙ୍କ ପାଖରେ ଗୋଟେ ଇ ଶ୍ରମ କାର୍ଡ଼ ଥିବା ନିହାତି ଦରକାର। ଇ ଶ୍ରମ କାର୍ଡ଼ ଥିଲେ ଆପଣମାନଙ୍କୁ ରାସନ କାର୍ଡ଼ ମିଳିଯାଉଛି। ତ ଇ ଶ୍ରମ କାର୍ଡ଼ ଯେଉଁମାନଙ୍କର ନାହିଁ ସେମାନଙ୍କୁ ମଧ୍ୟ ମିଳିବ। ସେମାନଙ୍କ ପାଇଁ ମଧ୍ୟ କିଛି ଟେନସନ୍ ଯେଉଁମାନଙ୍କର ନାହିଁ, କିନ୍ତୁ ଯେଉଁମାନଙ୍କର ଅଛି 6-7 ମାସ ହେଲା ଆପ୍ଲାଏ କରୁଛନ୍ତି ଇ ଶ୍ରମ କାର୍ଡ଼ ସେମାନଙ୍କୁ ମଧ୍ୟ ଏଥିରେ ମିଳିଯାଉଛି। ମନେ ରଖନ୍ତୁ, ଯେଉଁମାନେ କିଛି ଆବଶ୍ୟକତା ନାହିଁ ଏଠି ଏତେ କାହା ନାଁ ପରିବାର ନାମ ଆଡ଼୍ କରିବା। ତ ଦେଖନ୍ତୁ, ଆଗେ ଯେଉଁମାନେ ଆପ୍ଲାଏ କରୁଛନ୍ତି ତାଙ୍କ ଯେଉଁମାନେ ପରିବାରର ମୁଖ୍ୟ ତାଙ୍କ ନାଁରେ ଆପ୍ଲାଏ କରିଦିଅନ୍ତୁ। ଆପ୍ଲାଏ କରିସାରିଲା ପରେ ତ ଆପଣମାନେ କ'ଣ କରିବେ, ଯେତେବେଳେ ଆପ୍ଲାଏ କରିଦେବେ ରାସନ କାର୍ଡ଼ଟି ହୋଇସାରିଲା ପରେ ତ ଆପଣମାନେ ପୁଣି ନିଜର ଯେଉଁ ମେମ୍ବର ଗୁଡ଼ିକ ଅଛନ୍ତି ବା ଆପଣମାନଙ୍କ ଘରର ଯେଉଁ ପରିବାର ମେମ୍ବର ଅଛନ୍ତି ତ ସେମାନଙ୍କ ନାମ ଗୁଡ଼ିକ ଆପଣମାନେ ରାସନ କାର୍ଡ଼ ସହିତ ଆପଣମାନଙ୍କର ଆଡ଼୍ କରିଦେବେ। ତ ବୁଝିପାରୁଛନ୍ତି କି ନାହିଁ, ଆଡ଼୍ କରିଦେଲେ अपडेट फैमिली मेंबर डिटेल्स ये आप देदेले तो ऑटोमेटिक आप अपडेट हो अपडेट है से जो पेपरटी धरिकी आपने कौन करेंगे ना आपर जो अच्छा ब्लॉक एमआई अच्छा से गले तो आपर अपडेट हो मन रखु प्रथम आम निज नाम गोटे आप्लाय करदे आप्लाय कर कौन डॉक्यूमेंट दरकार मुझे कहीदेली तो केते दिन में मिल 15 दिन में मिल कि नहीं आपदे जेहेतु 15 दिन में केमी मिल तो जो मान आप्लाय सठिक भाव में कर कारण आगुरी जो सरकार थे तो से आम बहुत दिन अपेक्षा करते राशन कार्ड मिलूला किंतु बर्तमान देखो जो मैंने राशन कार्ड अनेक हिताधिकारी राशन कार्ड कटिला जो मैंने आईटी रिटर्न दौले से कटिला पुणी तो से अपडेट देलापर से कटो नहीं राशन कार्ड जहाँ भी घोषणा कर सरकार जो मैंने इनकम टैक्स दौरान तो कटो ना तो जो मैंने नुआ अच्छा जो मैंने बहुत अच्छा नुआ बहुत से घर राशन कार्ड थी से ना आड करेंगे बर्तमान आड उपर आम आलोचना जो मैंने आड है तो देखो बर्तमान आड उपर कौन अपडेट दि जाए नहीं तो आपण मैंने जाकि निकटस्थ ब्लॉक जो अच्छा एमआई तो सेठी जाकि आप जोगाजोग करेंगे जदि आड करना नुआ राशन कार्ड पाई तो से जो आड मेम्बर पर जो आपण पेपरटी बाहर से पेपरटी नहीं जाइए नचेत आपण सांगरे जो फैमिली मेम्बर मानकर आड करेंगे आधार कार्ड सब डॉक्यूमेंट नहीं जाइए सेठी आपण मैंने आड करेंगे आराम से गोटे 5-10 मिनट भर आड करदे एमआई तो बुझीपार एमआई को डायरेक्ट साक्षात करूँ जदि आपण किसी त्रुटि रोचे तो नुआ आड करूना तो बुझीपार कि नहीं तो यही सब सुविधा द्वारा आपण राशन कार्ड आपको मिल किंतु प्रश्न रोचे 15 दिन आपको मिल कि नहीं देखो 15 दिन में मिल आपको ग्यारंटी सहित कहूँ कारण आगुरी सरकार थे बर्तमान समय बीजेपी सरकार जेहेतु लोकों सरकार आपण अभियोग कला अभियोग स्थिति अभियोग चेक हो तो आपण मैंने आप्लाय करूँ जो मैंने डेरी करते कारण सरकार एवं धार्य कर सारे तो आपण मैंने मोबाइल आप्लाय कर देखिए मुझे अनेक देखुची कमेंट आसूँ कार सेव हो नहीं तो ये भाव में असुविधा आपने सम्मुखीन होती तो दयाकोरी निज मोबाइल आप्लाय करूँ ना तो जनसेवा केन्द्र जातु से जाएंगे आप्लाय आराम से करेंगे किसी असुविधा ना तो बुझीपार कि नहीं 15 दिन एप्रिल मास सुधा आप नुआ राशन कार्ड मिल तो आपने कहीं भी व्यस्त हूँ समस्ते आप्लाय करूँ मन रखु ई श्रम कार्ड आपने आप्लाय जो मानकर अच्छी से ना आप्लाय करूँ जो मानकर ना ई श्रम कार्ड आप्लाय करूँ आपने आप्लाय करेंगे किसी असुविधा ना नचेत आपने आप्लाय करेंगे किंतु मो मतरे ई श्रम कार्ड जो मानकर ना अच्छी तो से चाहिए आप्लाय कर दिंतु कारण शीघ्र आपण को मिल तो बुझीपार कि नहीं तो जहाँ भी अपडेट थी मुझे बतईदेली तो आउ जदि किसी जानापी चाहते तो कमेंट करूँ कमेंट कले मुझे निश्चित भाव में मतामत दे पारि तो जहाँ भी जानापी चाहते कमेंट करूँ मन रखु
मोबाइल आप्लाय करंतु नहीं जदि भी किसी त्रुटि रुहे तेज आपण मानक असुविधार सम्मुखीन होगा पड़ो 50 टंका आपण मैंने निजर राशन कार्ड को पाइबे ना तो अनेक असुविधा हम थे आप्लाय करदेला आपण जब किसी प्रोब्लेम हुए कहीं शुणवे नहीं आज्ञा आम खाली भिड पकईदेमु आपण मैंने सब कही पंडा के भिड देखूँ निश्चित भाव में जहाँ भी योजना आसूँ आपण मैंने आराम से बेनिफिट पाइपर खाली आमर भ्यू मुझे पकईदेने हेनी जे राशन कार्ड आप्लाय घरे बस मोबाइल कर दिंतु जो प्रोसेस कहले आपण जातु जनसेवा केन्द्र आप्लाय करूँ कारण से सीएससी आईडी अच्छी सरकार पाखे रेजिस्ट्रेशन होती तो केते कौ ब्लॉक रु केते रेजिस्ट्रेशन करागला तो सब डिटेल्स रही तो डिटेल्स रही तो से एडिट ऑप्शन आसो जदि किसी भूल त्रुटि रुहे तेज आपण मैंने सुधार करहब तो बुझीपार कि नहीं जदि बुझीपारे चैनल को सब्सक्राइब करूँ कमेंट आपण मैंने मतामत दिंतु जय जगन्नाथ देखा नेक्स्ट वीडियो रे आपण मैंने केमिति मेंबर ऐड करेंगे क्यों मानकर असुविधा होची राशन कार्ड आप्लाय करें तो जल्दी जल्दी जोगाजोग जो मैंने राशन कार्ड आप्लाय करें घर टू जनसेवा केन्द्र दूर अच्छी तो दयाकोरी मत कमेंट करूँ कमेंट कले मुझे नंबर देदेवी तो मत आपने पठेदेले मुझे आप्लाय करके पीडीएफ कर पठेदेवी तो बुझीपार कि नहीं जदि वीडियो भल लगे चैनल को सब्सक्राइब करूँ जय जगन्नाथ।